ଗୀତ ସଂହିତା 118। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ। ହଁ, ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ଇସ୍ରାଏଲ ଏବେ କହନ୍ତୁ ଯେ ତାହାଙ୍କ କରୁଣା ଅନନ୍ତକାଳ ସ୍ଥାୟୀ। ହାରଣ ବଂଶ ଏବେ କହନ୍ତୁ ଯେ ତାହାଙ୍କ କରୁଣା ଅନନ୍ତକାଳ ସ୍ଥାୟୀ। ଏବେ ସଦାପ୍ରଭୁଙ୍କର ଭୟକାରୀମାନେ କହନ୍ତୁ ଯେ ତାହାଙ୍କ କରୁଣା ଅନନ୍ତକାଳ ସ୍ଥାୟୀ। ମୁଁ ସଙ୍କଟ କାଳରେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି। ସଦାପ୍ରଭୁ ମୋତେ ଉତ୍ତର ଦେଇ ପ୍ରଶସ୍ତ ସ୍ଥାନରେ ସ୍ଥାପନ କଲେ। ସଦାପ୍ରଭୁ ମୋହର ସପକ୍ଷ, ମୁଁ ଭୟ କରିବି ନାହିଁ। ମନୁଷ୍ୟ ମୋହର କଣ କରିପାରେ? ମୋହର ସହାୟମାନଙ୍କ ସହିତ ସଦାପ୍ରଭୁ ମୋହର ସପକ୍ଷ। ଏହେତୁ ମୁଁ ଆପଣା ଘୃଣାକାରୀମାନଙ୍କ ଉପରେ ଆପଣା ବାଞ୍ଛାର ସିଧି ଦେଖିବି। ମନୁଷ୍ୟ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ଅଧିପତିମାନଙ୍କ ଉପରେ ନିର୍ଭର ରଖିବା ଅପେକ୍ଷା ସଦାପ୍ରଭୁଙ୍କର ଶରଣାଗତ ହେବା ଉତ୍ତମ। ସମୁଦାୟ ଗୋଷ୍ଠୀବର୍ଗ ମୋତେ ଚାରିଆଡ଼େ ଘେରିଲେ। ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। ସେମାନେ ମୋତେ ଚାରିଆଡ଼େ ଘେରିଲେ। ହଁ, ସେମାନେ ମୋତେ ଚାରିଆଡ଼େ ଘେରିଲେ। ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। ସେମାନେ ମଧୁମକ୍ଷିକା ପରି ମୋତେ ଚାରିଆଡ଼େ ଘେରିଲେ। ସେମାନେ କଣ୍ଟା ନିଆଁ ପରି ନିଭି ଯାଇଅଛନ୍ତି। ସଦାପ୍ରଭୁଙ୍କ ନାମରେ ମୁଁ ସେମାନଙ୍କୁ ଉଚ୍ଛିନ୍ନ କରିବି। ମୁଁ ଯେପରି ନିପତିତ ହେବି, ଏଥିପାଇଁ ତୁମ୍ଭେ ମୋତେ ଭାରି ଧକ୍କା ଦେଲ। ମାତ୍ର ସଦାପ୍ରଭୁ ମୋହର ସାହାଯ୍ୟ କଲେ। ସଦାପ୍ରଭୁ ମୋହର ବଳ ଓ ଗାନ, ପୁଣି ସେ ମୋହର ପରିତ୍ରାଣ ହୋଇଅଛନ୍ତି। ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ପରିତ୍ରାଣର ଧ୍ୱନି ଥାଏ। ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ। ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ଉନ୍ନତ। ସଦାପ୍ରଭୁଙ୍କ ଦକ୍ଷିଣ ହସ୍ତ ବୀରର କର୍ମ କରେ। ମୁଁ ମରିବି ନାହିଁ, ମାତ୍ର ବଞ୍ଚିବି। ମୁଁ ସଦାପ୍ରଭୁଙ୍କ କର୍ମ ସବୁ ବର୍ଣ୍ଣନା କରିବି। ସଦାପ୍ରଭୁ ମୋତେ ଭାରି ଶାସ୍ତି ଦେଇଅଛନ୍ତି, ମାତ୍ର ସେ ମୃତ୍ୟୁ ହସ୍ତରେ ମୋତେ ସମର୍ପି ଦେଇନାହାନ୍ତି। ମୋ ପାଇଁ ଧର୍ମର ଦ୍ୱାର ସବୁ ଫିଟାଅ। ମୁଁ ତହିଁ ମଧ୍ୟରେ ପ୍ରବେଶ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦେବି। ଏହି ସଦାପ୍ରଭୁଙ୍କ ଦ୍ୱାର, ଧାର୍ମିକ ଲୋକମାନେ ତହିଁରେ ପ୍ରବେଶ କରିବେ। ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି, କାରଣ ତୁମ୍ଭେ ମୋତେ ଉତ୍ତର ଦେଇଅଛ ଓ ମୋର ପରିତ୍ରାଣ ହୋଇଅଛି। ଗାନ୍ଥକମାନେ ଯେଉଁ ପଥର ଅଗ୍ରାହ୍ୟ କଲେ, ତାହା କୋଣର ପ୍ରଧାନ ପଥର ହୋଇଅଛି। ଏହା ସଦାପ୍ରଭୁଙ୍କ କର୍ମ। ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟ। ଏହା ସଦାପ୍ରଭୁଙ୍କ କୃତ ଦିନ। ଆମ୍ଭେମାନେ ଏଥିରେ ଆନନ୍ଦ ଓ ଉଲ୍ଲାସ କରିବା। ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ପରିତ୍ରାଣ କର। ହେ ସଦାପ୍ରଭୁ, ଆମ୍ଭେମାନେ ବିନୟ କରୁଅଛୁ, ଏବେ ସୌଭାଗ୍ୟ ଆଜ୍ଞା କର। ସଦାପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ। ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହରୁ ତୁମ୍ଭକୁ ଆଶୀର୍ବାଦ କରିଅଛୁ। ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଓ ସେ ଆମ୍ଭମାନଙ୍କୁ ଦୀପ୍ତି ଦେଇଅଛନ୍ତି। ବେଦୀର ଶୃଙ୍ଗରେ ରଜୁ ଦ୍ୱାରା ବଳିକି ବାନ୍ଧ। ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭଙ୍କୁ ଧନ୍ୟବାଦ ଦେବି। ତୁମ୍ଭେ ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି। ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ। ହଁ, ତାହାଙ୍କର କରୁଣା ଅନନ୍ତକାଳ ସ୍ଥାୟୀ। ଗୀତ ସଂହିତା 119। ଆଲେଫ। ଯେଉଁମାନେ ଆଚରଣରେ ସିଦ୍ଧ, ଯେଉଁମାନେ ସଦାପ୍ରଭୁଙ୍କ ବ୍ୟବସ୍ଥାନୁସାରେ ଚାଲନ୍ତି, ସେମାନେ ଧନ୍ୟ। ଯେଉଁମାନେ ତାହାଙ୍କ ପ୍ରମାଣ ବାକ୍ୟ ସବୁ ପାଳନ କରନ୍ତି, ଯେଉଁମାନେ ସର୍ବାନ୍ତଃକରଣରେ ତାହାଙ୍କୁ ଖୋଜନ୍ତି, ସେମାନେ ଧନ୍ୟ। ସେମାନେ କୌଣସି ଅଧର୍ମ କରନ୍ତି ନାହିଁ। ସେମାନେ ତାହାଙ୍କ ପଥରେ
ଗମନ କରନ୍ତି। ଆମ୍ଭେମାନେ ଯତ୍ନପୂର୍ବକ ଯେପରି ତୁମ୍ଭର ବିଧାନ ସବୁ ପାଳନ କରିବା, ଏଥିପାଇଁ ତୁମ୍ଭେ ତାହା ସବୁ ଆଜ୍ଞା କରିଅଛ। ଆହା, ତୁମ୍ଭର ବିଧି ସକଳ ପାଳନ କରିବା ପାଇଁ ଯେବେ ମୋହର ଗତି ସୁସ୍ଥିର ହୁଅନ୍ତା, ତୁମ୍ଭର ସକଳ ଆଜ୍ଞା ପ୍ରତି ଦୃଷ୍ଟି ରଖିବା ବେଳେ ମୁଁ ଲଜ୍ଜିତ ହେବି ନାହିଁ। ତୁମ୍ଭର ଧର୍ମମୟ ଶାସନ ସକଳ ଶିଖିବା ବେଳେ ମୁଁ ଅନ୍ତଃକରଣର ସରଳତାରେ ତୁମ୍ଭଙ୍କୁ ଧନ୍ୟବାଦ ଦେବି। ମୁଁ ତୁମ୍ଭର ବିଧି ସବୁ ପାଳନ କରିବି। ମୋତେ ନିତାନ୍ତ ପରିତ୍ୟାଗ କର ନାହିଁ। ବୈତ୍, ଯୁବା ମନୁଷ୍ୟ କି ପ୍ରକାରେ ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟାନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ। ମୁଁ ସର୍ବାନ୍ତଃକରଣରେ ତୁମ୍ଭଙ୍କୁ ଖୋଜିଅଛି। ମୋତେ ତୁମ୍ଭ ଆଜ୍ଞା ପଥରୁ ଭ୍ରମିବାକୁ ଦିଅ ନାହିଁ। ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ହେ ସଦାପ୍ରଭୁ, ତୁମ୍ଭେ ଧନ୍ୟ। ତୁମ୍ଭର ବିଧି ସବୁ ମୋତେ ଶିଖାଅ। ମୁଁ ତୁମ୍ଭ ମୁଖ ନିର୍ଗତ ଶାସନ ସକଳ ଆପଣା ଓଷ୍ଠାଧରରେ ବର୍ଣ୍ଣନା କରିଅଛି। ଯେପରି ସମୁଦାୟ ଧନରେ, ସେପରି ମୁଁ ତୁମ୍ଭ ପ୍ରମାଣ ବାକ୍ୟ ରୂପ ପଥରେ ଆମୋଦ କରିଅଛି। ମୁଁ ତୁମ୍ଭର ବିଧାନ ସବୁ ଧ୍ୟାନ କରିବି ଓ ତୁମ୍ଭ ପଥ ପ୍ରତି ଦୃଷ୍ଟି ରଖିବି। ମୁଁ ତୁମ୍ଭ ବିଧି ସବୁରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ୟ ପାସୋରିବି ନାହିଁ। ଗିମେଲ, ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର। ତହୁଁ ମୁଁ ତୁମ୍ଭ ବାକ୍ୟ ପାଳନ କରିବି। ତୁମ୍ଭେ ମୋହର ଚକ୍ଷୁ ପ୍ରସନ୍ନ କର। ତହିଁରେ ମୁଁ ତୁମ୍ଭ ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖିପାରିବି। ମୁଁ ପୃଥିବୀରେ ପ୍ରବାସୀ। ତୁମ୍ଭର ଆଜ୍ଞା ସବୁ ମୋଠାରୁ ଲୁଚାଅ ନାହିଁ। ସର୍ବଦା ତୁମ୍ଭ ଶାସନ ସକଳ ଆକାଂକ୍ଷା କରିବା ସକାଶୁ ମୋ ପ୍ରାଣ କ୍ଷୀଣ ହୁଏ। ଯେଉଁ ଶାପଗ୍ରସ୍ତ ଅହଙ୍କାରୀମାନେ ତୁମ୍ଭ ଆଜ୍ଞା ପଥରୁ ଭ୍ରମନ୍ତି, ତୁମ୍ଭେ ସେମାନଙ୍କୁ ଧମକାଇଅଛ। ମୋଠାରୁ ନିନ୍ଦା ଓ ଅପମାନ ଦୂର କର, କାରଣ ମୁଁ ତୁମ୍ଭର ପ୍ରମାଣ ବାକ୍ୟ ସବୁ ପାଳନ କରିଅଛି। ଅଧିପତିମାନେ ମଧ୍ୟ ବସି ମୋ ବିରୁଦ୍ଧରେ କଥା କହିଲେ, ମାତ୍ର ତୁମ୍ଭର ଦାସ ତୁମ୍ଭ ବିଧି ସକଳ ଧ୍ୟାନ କଲା। ତୁମ୍ଭର ସକଳ ପ୍ରମାଣ ବାକ୍ୟ ମଧ୍ୟ ମୋହର ଆନନ୍ଦଜନକ ଓ ମନ୍ତ୍ରଣାଦାୟକ। ଦାଲତ, ମୋହର ପ୍ରାଣ ଧୂଳିରେ ଲାଗୁଅଛି। ତୁମ୍ଭେ ନିଜ ବାକ୍ୟାନୁସାରେ ମୋତେ ସଚେତ କର। ମୁଁ ଆପଣାର ସକଳ ଗତି ବର୍ଣ୍ଣନା କରନ୍ତେ ତୁମ୍ଭେ ମୋତେ ଉତ୍ତର ଦେଲ। ତୁମ୍ଭର ବିଧି ସବୁ ମୋତେ ଶିଖାଅ। ତୁମ୍ଭେ ଆପଣା ଆଜ୍ଞାପଥ ସବୁ ମୋତେ ବୁଝାଇ ଦିଅ। ତହିଁରେ ମୁଁ ତୁମ୍ଭର ଆଶ୍ଚର୍ଯ୍ୟ କର୍ମ ସବୁ ଧ୍ୟାନ କରିବି। ଶୋକ ସକାଶୁ ମୋ ପ୍ରାଣ ତରଳିଯାଏ। ତୁମ୍ଭେ ଆପଣା ବାକ୍ୟାନୁସାରେ ମୋତେ ସବଳ କର। ମୋଠାରୁ ମିଥ୍ୟା ମାର୍ଗ ଅନ୍ତର କର ଓ ଅନୁଗ୍ରହ କରି ମୋତେ ତୁମ୍ଭର ବ୍ୟବସ୍ଥା ପ୍ରଦାନ କର। ମୁଁ ବିଶ୍ୱସ୍ତତା ରୂପ ପଥ ମନୋନୀତ କରିଅଛି। ମୁଁ ଆପଣା ସମ୍ମୁଖରେ ତୁମ୍ଭର ଶାସନ ସବୁ ରଖିଅଛି। ମୁଁ ତୁମ୍ଭ ପ୍ରମାଣ ବାକ୍ୟ ସବୁରେ ଆସକ୍ତ। ହେ ସଦାପ୍ରଭୁ, ମୋତେ ଲଜ୍ଜିତ କର ନାହିଁ। ତୁମ୍ଭେ ମୋହର ହୃଦୟ ପ୍ରଶସ୍ତ କରିବା ବେଳେ ମୁଁ ତୁମ୍ଭ ଆଜ୍ଞା ପଥରେ ଧାବମାନ ହେବି। ହେ ସଦାପ୍ରଭୁ, ତୁମ୍ଭର ବିଧିରୂପ ପଥ ମୋତେ ଶିଖାଅ। ତହିଁରେ ମୁଁ ଶେଷ ପର୍ଯ୍ୟନ୍ତ ତାହା ପାଳନ କରିବି। ମୋତେ ବୁଦ୍ଧି ପ୍ରଦାନ କର। ତହିଁରେ ମୁଁ ତୁମ୍ଭର ବ୍ୟବସ୍ଥା ମାନିବି। ଆହୁରି ମୁଁ ଆପଣା ସର୍ବାନ୍ତଃକରଣରେ ତାହା ପାଳନ କରିବି। ତୁମ୍ଭ ଆଜ୍ଞା ପଥରେ ମୋତେ ଗମନ କରାଅ, କାରଣ ତହିଁରେ ମୁଁ ଆନନ୍ଦ କରେ। ଲୋଭ ପ୍ରତି ନୁହେଁ, ମାତ୍ର ତୁମ୍ଭ ପ୍ରମାଣ ବାକ୍ୟ ପ୍ରତି ମୋ ଚିତ୍ତର ସ୍ନେହ ଜନ୍ମାଅ। ଅସାର ଦର୍ଶନରୁ ମୋହର ଚକ୍ଷୁ ଫେରାଅ ଓ ତୁମ୍ଭ ପଥରେ ମୋତେ ସଚେତ କର।
ତୁମ୍ଭ ଦାସ ପକ୍ଷରେ ତୁମ୍ଭର ବାକ୍ୟ ସ୍ଥିର କର। ତାହା ତୁମ୍ଭ ବିଷୟକ ଭୟ ସଂଯୁକ୍ତ। ମୋହର ଭୟଜନକ ନିନ୍ଦା ଦୂର କର, କାରଣ ତୁମ୍ଭର ଶାସନ ସକଳ ଉତ୍ତମ। ଦେଖ, ମୁଁ ତୁମ୍ଭ ବିଧାନ ସକଳର ଆକାଂକ୍ଷା କରିଅଛି। ତୁମ୍ଭ ଧର୍ମରେ ମୋତେ ସଚେତ କର। ବୋଉ, ହେ ସଦାପ୍ରଭୁ, ତୁମ୍ଭ ଦୟା ଅର୍ଥାତ୍ ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ପରିତ୍ରାଣ ମୋ ପ୍ରତି ବର୍ତ୍ତୁ। ତହିଁରେ ମୁଁ ଆପଣା ନିନ୍ଦକକୁ ଉତ୍ତର ଦେବି, କାରଣ ମୁଁ ତୁମ୍ଭ ବାକ୍ୟରେ ନିର୍ଭର ରଖେ। ପୁଣି ମୋ ମୁଖରୁ ସତ୍ୟତର ବାକ୍ୟ କଦାପି ନିଅ ନାହିଁ, କାରଣ ମୁଁ ତୁମ୍ଭ ଶାସନରେ ଭରସା ରଖିଅଛି। ତହିଁରେ ମୁଁ ଅନନ୍ତକାଳ ପର୍ଯ୍ୟନ୍ତ ନିରନ୍ତର ତୁମ୍ଭର ବ୍ୟବସ୍ଥା ପାଳନ କରିବି, ଆଉ ମୁଁ ସ୍ୱଚ୍ଛନ୍ଦରେ ଗମନାଗମନ କରିବି, କାରଣ ମୁଁ ତୁମ୍ଭର ବିଧାନ ସବୁ ଖୋଜିଅଛି। ଆହୁରି ମୁଁ ରାଜାମାନଙ୍କ ସାକ୍ଷାତରେ ତୁମ୍ଭର ପ୍ରମାଣ ବାକ୍ୟ ବିଷୟ କହିବି ଓ ଲଜ୍ଜିତ ନୋହିବି। ପୁଣି ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁରେ ଆପଣାକୁ ଆନନ୍ଦିତ କରିବି। ଆହୁରି ମୁଁ ତୁମ୍ଭର ଯେଉଁ ଆଜ୍ଞାସମୂହ ସ୍ନେହ କରିଅଛି, ତହିଁ ନିକଟରେ କୃତାଞ୍ଜଳି ହେବି। ପୁଣି ମୁଁ ତୁମ୍ଭର ବିଧି ସବୁ ଧ୍ୟାନ କରିବି। ସଇନ୍, ତୁମ୍ଭେ ମୋତେ ଭରସାଯୁକ୍ତ କରିଅଛ, ଏଣୁ ତୁମ୍ଭେ ଆପଣା ଦାସ ପକ୍ଷରେ ବାକ୍ୟ ସ୍ମରଣ କର। ଦୁଃଖ ସମୟରେ ଏହା ହିଁ ମୋହର ସାନ୍ତ୍ୱନା, କାରଣ ତୁମ୍ଭର ବାକ୍ୟ ମୋତେ ସଚେତ କରିଅଛି। ଅହଙ୍କାରୀମାନେ ମୋତେ ଅତିଶୟ ପରିହାସ କରିଅଛନ୍ତି, ତଥାପି ମୁଁ ତୁମ୍ଭ ବ୍ୟବସ୍ଥାରୁ ବିମୁଖ ହୋଇନାହିଁ। ହେ ସଦାପ୍ରଭୁ, ମୁଁ ପୂର୍ବକାଳୀନ ତୁମ୍ଭ ଶାସନ ସବୁ ସ୍ମରଣ କରି ଆପଣାକୁ ସାନ୍ତ୍ୱନାଯୁକ୍ତ କରିଅଛି। ଦୁଷ୍ଟମାନେ ତୁମ୍ଭ ବ୍ୟବସ୍ଥା ପରିତ୍ୟାଗ କରିବାରୁ ପ୍ରଚଣ୍ଡ କ୍ରୋଧ ମୋତେ ଆକ୍ରମଣ କରିଅଛି। ମୋ ପ୍ରବାସ ଗୃହରେ ତୁମ୍ଭର ବିଧି ସବୁ ମୋହର ଗାୟନ ହୋଇଅଛି। ହେ ସଦାପ୍ରଭୁ, ମୁଁ ରାତ୍ରିକାଳରେ ତୁମ୍ଭର ନାମ ସ୍ମରଣ କରିଅଛି ଓ ତୁମ୍ଭର ବ୍ୟବସ୍ଥା ପାଳନ କରିଅଛି। ତୁମ୍ଭର ବିଧାନ ସବୁ ପାଳନ କରିବା ସକାଶୁ ମୁଁ ଏହି ଫଳ ପ୍ରାପ୍ତ ହୋଇଅଛି। ହେତ୍, ସଦାପ୍ରଭୁ ମୋହର ଅଂଶ। ମୁଁ ତୁମ୍ଭର ବାକ୍ୟ ସବୁ ପାଳନ କରିବି ବୋଲି କହିଅଛି। ମୁଁ ସର୍ବାନ୍ତକରଣରେ ତୁମ୍ଭର ଅନୁଗ୍ରହ ପ୍ରାର୍ଥନା କଲି। ଆପଣା ବାକ୍ୟାନୁସାରେ ମୋ ପ୍ରତି ଦୟାଳୁ ହୁଅ। ମୁଁ ଆପଣା ଗତି ସବୁ ବିବେଚନା କଲି ଓ ତୁମ୍ଭ ପ୍ରମାଣ ବାକ୍ୟ ଆଡ଼େ ଆପଣା ପାଦ ଫେରାଇଲି। ତୁମ୍ଭର ଆଜ୍ଞା ସବୁ ପାଳିବାକୁ ସତ୍ୱର ହେଲି ଓ ବିଳମ୍ବ କଲି ନାହିଁ। ଦୁଷ୍ଟମାନଙ୍କର ରଜୁ ମୋ ଚାରିଆଡ଼େ ଜଡ଼ିତ ହେଲା, ମାତ୍ର ମୁଁ ତୁମ୍ଭର ବ୍ୟବସ୍ଥା ପାଶୋରି ନାହିଁ। ତୁମ୍ଭର ଧର୍ମମୟ ଶାସନ ସକାଶୁ ତୁମ୍ଭଙ୍କୁ ଧନ୍ୟବାଦ ଦେବା ପାଇଁ ମୁଁ ଅର୍ଦ୍ଧରାତ୍ରିରେ ଉଠିବି। ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି ଓ ତୁମ୍ଭ ବିଧାନ ସବୁ ପାଳନ୍ତି, ମୁଁ ସେ ସମସ୍ତଙ୍କର ସଙ୍ଗୀ। ହେ ସଦାପ୍ରଭୁ, ପୃଥିବୀ ତୁମ୍ଭ ଦୟାରେ ପରିପୂର୍ଣ୍ଣ। ତୁମ୍ଭ ବିଧି ସବୁ ମୋତେ ଶିଖାଅ। ଟେଟ୍, ହେ ସଦାପ୍ରଭୁ, ତୁମ୍ଭେ ଆପଣା ବାକ୍ୟାନୁସାରେ ନିଜ ଦାସ ପ୍ରତି ମଙ୍ଗଳ ବ୍ୟବହାର କରିଅଛ। ମୋତେ ଉତ୍ତମ ବିଚାର ଓ ଜ୍ଞାନ ଶିଖାଅ, କାରଣ ମୁଁ ତୁମ୍ଭ ଆଜ୍ଞା ସମୂହରେ ବିଶ୍ୱାସ କରିଅଛି। ଦୁଃଖଗ୍ରସ୍ତ ହେବା ପୂର୍ବରେ ମୁଁ ବିପଥରେ ଗଲି, ମାତ୍ର ଏବେ ମୁଁ ତୁମ୍ଭ ବାକ୍ୟ ପାଳନ କରେ। ତୁମ୍ଭେ ମଙ୍ଗଳମୟ ଓ ମଙ୍ଗଳକାରୀ। ମୋତେ ତୁମ୍ଭ ବିଧି ସବୁ ଶିଖାଅ। ଅହଙ୍କାରୀମାନେ ମୋ ବିରୁଦ୍ଧରେ ମିଥ୍ୟା କଥା କଳ୍ପନା କରିଅଛନ୍ତି। ମୁଁ ସର୍ବାନ୍ତକରଣରେ ତୁମ୍ଭର ବିଧାନ ସବୁ ପାଳନ କରିବି। ସେମାନଙ୍କ ଅନ୍ତଃକରଣ ମେଦ ପରି ସ୍ଥୂଳ, ମାତ୍ର ମୁଁ ତୁମ୍ଭ ବ୍ୟବସ୍ଥାରେ ଆମୋଦ କରେ।
ମୁଁ ଯେପରି ତୁମ୍ଭର ବିଧି ସବୁ ଶିଖିବି, ଏଥିପାଇଁ ମୁଁ ଯେ ଦୁଃଖଗ୍ରସ୍ତ ହେଲି, ଏହା ମୋ ପକ୍ଷରେ ଭଲ ହେଲା। ହଜାର ହଜାର ସୁନା ଓ ରୂପା ଅପେକ୍ଷା ତୁମ୍ଭ ମୁଖର ବ୍ୟବସ୍ଥା ମୋ ପ୍ରତି ଉତ୍ତମ। ୟୁଦ୍, ତୁମ୍ଭ ହସ୍ତ ମୋତେ ନିର୍ମାଣ ଓ ମୂର୍ତ୍ତିମାନ କରିଅଛି। ମୁଁ ଯେପରି ତୁମ୍ଭର ଆଜ୍ଞା ସବୁ ପାଳନ କରିବି, ଏଥିପାଇଁ ମୋତେ ସୁବିବେଚନା ପ୍ରଦାନ କର। ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋତେ ଦେଖି ଆନନ୍ଦିତ ହେବେ, କାରଣ ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଅଛି। ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ଶାସନ ସକଳ ଧର୍ମମୟ। ପୁଣି ତୁମ୍ଭେ ବିଶ୍ୱସ୍ତ ଭାବରେ ମୋତେ ଦୁଃଖ ଦେଇଅଛ। ମୁଁ ପ୍ରାର୍ଥନା କରୁଅଛି, ତୁମ୍ଭ ଦାସ ପ୍ରତି ତୁମ୍ଭ ବାକ୍ୟାନୁସାରେ ତୁମ୍ଭ ସ୍ନେହପୂର୍ଣ୍ଣ କରୁଣା ମୋହର ସାନ୍ତ୍ୱନାଜନକ ହେଉ। ମୁଁ ଯେପରି ବଞ୍ଚିବି, ଏଥିପାଇଁ ମୋ ପ୍ରତି ତୁମ୍ଭର କରୁଣା ବର୍ତ୍ତୁ, କାରଣ ତୁମ୍ଭର ବ୍ୟବସ୍ଥା ମୋହର ଆନନ୍ଦଜନକ। ଅହଙ୍କାରୀମାନେ ଲଜ୍ଜିତ ହେଉନ୍ତୁ, କାରଣ ସେମାନେ ଅନ୍ୟାୟରେ ମୋହର ସର୍ବନାଶ କରିଅଛନ୍ତି। ମାତ୍ର ମୁଁ ତୁମ୍ଭର ବିଧାନ ସବୁ ଧ୍ୟାନ କରିବି। ଯେଉଁମାନେ ତୁମ୍ଭଙ୍କୁ ଭୟ କରନ୍ତି, ସେମାନେ ମୋ କତିକି ଫେରନ୍ତୁ। ତହିଁରେ ସେମାନେ ତୁମ୍ଭର ପ୍ରମାଣ ବାକ୍ୟ ଜ୍ଞାତସାର ହେବେ। ମୁଁ ଯେପରି ଲଜ୍ଜିତ ନୋହିବି, ଏଥିପାଇଁ ତୁମ୍ଭ ବିଧି ସବୁରେ ମୋ ଅନ୍ତଃକରଣ ସିଦ୍ଧ ହେଉ। କଫ୍, ତୁମ୍ଭ ପରିତ୍ରାଣ ପାଇଁ ମୋ ପ୍ରାଣ କ୍ଷୀଣ ହୁଏ। ମାତ୍ର ମୁଁ ତୁମ୍ଭ ବାକ୍ୟରେ ଭରସା ରଖେ। ତୁମ୍ଭେ କେବେ ମୋତେ ସାନ୍ତ୍ୱନା କରିବ? ଏହା କହି କହି ତୁମ୍ଭ ବାକ୍ୟ ପାଇଁ ମୋହର ଚକ୍ଷୁ କ୍ଷୀଣ ହୁଏ, କାରଣ ମୁଁ ଧୂମସ୍ଥିତ କୁମ୍ପାତୁଲ୍ୟ ହୋଇଅଛି। ତଥାପି ମୁଁ ତୁମ୍ଭର ବିଧି ସବୁ ପାଶୋରୁ ନାହିଁ। ତୁମ୍ଭର ଦାସର ଦିନ କେତେ? ତୁମ୍ଭେ କେବେ ମୋ ତାଡ଼ନାକାରୀମାନଙ୍କର ବିଚାର କରିବ? ଅହଙ୍କାରୀମାନେ ମୋ ପାଇଁ ଗର୍ତ୍ତ ଖୋଳିଅଛନ୍ତି। ସେମାନେ ତୁମ୍ଭ ବ୍ୟବସ୍ଥାର ଅନୁଗାମୀ ନୁହନ୍ତି। ତୁମ୍ଭର ଆଜ୍ଞା ସବୁ ବିଶ୍ୱସନୀୟ। ସେମାନେ ଅନ୍ୟାୟରେ ମୋତେ ତାଡ଼ନା କରନ୍ତି। ତୁମ୍ଭେ ମୋହର ସାହାଯ୍ୟ କର। ସେମାନେ ପୃଥିବୀରେ ମୋତେ ପ୍ରାୟ ବିନାଶ କରିଥିଲେ, ମାତ୍ର ମୁଁ ତୁମ୍ଭର ବିଧାନ ସବୁ ତ୍ୟାଗ କଲି ନାହିଁ। ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସଚେତ କର। ତହୁଁ ମୁଁ ତୁମ୍ଭ ମୁଖର ପ୍ରମାଣ ବାକ୍ୟ ପାଳନ କରିବି। ଲାମଦ୍, ହେ ସଦାପ୍ରଭୁ, ତୁମ୍ଭ ବାକ୍ୟ ଅନନ୍ତ କାଳ ନିମନ୍ତେ ସ୍ୱର୍ଗରେ ସଂସ୍ଥାପିତ ଅଛି। ତୁମ୍ଭର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ସ୍ଥାୟୀ। ତୁମ୍ଭେ ପୃଥିବୀକି ସଂସ୍ଥାପନ କରିଅଛ ଓ ତାହା ସୁସ୍ଥିର ଥାଏ। ତୁମ୍ଭ ଶାସନାନୁସାରେ ଅଦ୍ୟାପି ସକଳ ସୁସ୍ଥିର, କାରଣ ସମସ୍ତେ ତୁମ୍ଭର ଦାସ। ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ ହୋଇନଥିଲେ ମୁଁ ଆପଣା ଦୁଃଖରେ ବିନଷ୍ଟ ହୋଇଥାନ୍ତି। ତୁମ୍ଭର ବିଧାନ ସବୁ ମୁଁ କେବେ ପାଶୋରିବି ନାହିଁ, କାରଣ ତଦ୍ୱାରା ତୁମ୍ଭେ ମୋତେ ସଚେତ କରିଅଛ। ମୋତେ ତ୍ରାଣ କର, ମୁଁ ତୁମ୍ଭର, କାରଣ ମୁଁ ତୁମ୍ଭର ବିଧାନ ସବୁ ଅନ୍ୱେଷଣ କରିଅଛି। ଦୁଷ୍ଟମାନେ ମୋତେ ବିନାଶ କରିବା ପାଇଁ ଚାହିଁ ରହିଅଛନ୍ତି, ମାତ୍ର ମୁଁ ତୁମ୍ଭର ପ୍ରମାଣ ବାକ୍ୟ ବିବେଚନା କରିବି। ମୁଁ ସବୁ ସିଦ୍ଧିର ଅନ୍ତ ଦେଖିଅଛି, ମାତ୍ର ତୁମ୍ଭର ଆଜ୍ଞା ଅତିଶୟ ପ୍ରଶସ୍ତ। ମେମ୍, ମୁଁ ତୁମ୍ଭର ବ୍ୟବସ୍ଥାକୁ କିପରି ପ୍ରିୟ ମଣେ, ତାହା ଦିନଯାକ ମୋହର ଧ୍ୟାନ। ତୁମ୍ଭ ଆଜ୍ଞା ସବୁ ମୋତେ ମୋ ଶତ୍ରୁଗଣଠାରୁ ଅଧିକ ଜ୍ଞାନବାନ କରେ, କାରଣ ତାହା ସବୁ ନିରନ୍ତର ମୋ ସଙ୍ଗେ ଥାଏ। ମୋହର ସମସ୍ତ ଗୁରୁ ଅପେକ୍ଷା ମୋ ବୁଦ୍ଧି ଅଧିକ, କାରଣ ତୁମ୍ଭର ପ୍ରମାଣ ବାକ୍ୟ ସବୁ ମୋହର ଧ୍ୟାନ। ମୁଁ ପ୍ରାଚୀନମାନଙ୍କ ଅପେକ୍ଷା
ଅଧିକ ବୁଝେ। ଯେଣୁ ମୁଁ ତୁମ୍ଭର ବିଧାନ ସବୁ ପାଳନ କରିଅଛି, ମୁଁ ଯେପରି ତୁମ୍ଭର ବାକ୍ୟ ପାଳନ କରିବି। ଏଥିପାଇଁ ପ୍ରତ୍ୟେକ କୁପଥରୁ ମୁଁ ଆପଣା ପାଦ ଅଟକାଇଅଛି। ମୁଁ ତୁମ୍ଭ ଶାସନରୁ ବିମୁଖ ହୋଇନାହିଁ, କାରଣ ତୁମ୍ଭେ ମୋତେ ଶିକ୍ଷା ଦେଇଅଛ। ମୋ ତୁଣ୍ଡକୁ ତୁମ୍ଭ ବାକ୍ୟ କିପରି ମଧୁର, ମୋ ମୁଖକୁ ତାହା ମଧୁ ଅପେକ୍ଷା ମଧୁର। ତୁମ୍ଭ ବିଧାନ ଦ୍ୱାରା ମୁଁ ବୁଦ୍ଧିପ୍ରାପ୍ତ ହୁଏ। ଏଥିପାଇଁ ମୁଁ ପ୍ରତ୍ୟେକ ମିଥ୍ୟା ପଥ ଘୃଣା କରେ। ନୁନ୍, ତୁମ୍ଭ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ଓ ମୋ ପଥ ପାଇଁ ଆଲୁଅ ଅଟେ। ମୁଁ ତୁମ୍ଭର ଧର୍ମମୟ ଶାସନ ସବୁ ପାଳିବା ପାଇଁ ଶପଥ କରିଅଛି ଓ ତାହା ସ୍ଥିର କରିଅଛି। ମୁଁ ଅତ୍ୟନ୍ତ ଦୁଃଖିତ ଅଛି। ହେ ସଦାପ୍ରଭୁ, ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର। ହେ ସଦାପ୍ରଭୁ, ନିବେଦନ କରୁଅଛି, ମୋ ମୁଖର ସ୍ୱଚ୍ଛାଦତ ଉପହାର ଗ୍ରହଣ କର ଓ ତୁମ୍ଭର ଶାସନ ସବୁ ମୋତେ ଶିଖାଅ। ମୋ ପ୍ରାଣ ନିରନ୍ତର ମୋ ହସ୍ତରେ ଥାଏ, ତେବେ ହେଁ ମୁଁ ତୁମ୍ଭ ବ୍ୟବସ୍ଥା ପାଶୋରୁ ନାହିଁ। ଦୁଷ୍ଟମାନେ ମୋ ପାଇଁ ଫାନ୍ଦ ପାତିଅଛନ୍ତି, ତଥାପି ମୁଁ ତୁମ୍ଭ ବିଧାନରୁ ବିପଥଗାମୀ ହେଲି ନାହିଁ। ମୁଁ ତୁମ୍ଭ ପ୍ରମାଣ ବାକ୍ୟ ସକଳକୁ ସଦାକାଳ ଅଧିକାର ରୂପେ ଗ୍ରହଣ କରିଅଛି, କାରଣ ତାହା ସବୁ ମୋ ଚିତ୍ତର ଆହ୍ଲାଦଜନକ। ମୁଁ ଶେଷ ପର୍ଯ୍ୟନ୍ତ ସର୍ବଦା ତୁମ୍ଭର ବିଧି ସବୁ ପାଳନ କରିବା ପାଇଁ ଆପଣା ମନକୁ ପ୍ରବର୍ତ୍ତାଇଅଛି। ସାମକ, ମୁଁ ଦୁଇମନାମାନଙ୍କୁ ଘୃଣା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ପ୍ରିୟ ଜ୍ଞାନ କରେ। ତୁମ୍ଭେ ମୋ ଲୁଚିବାର ସ୍ଥାନ ଓ ମୁହଁର ଢାଲ। ମୁଁ ତୁମ୍ଭ ବାକ୍ୟରେ ଭରସା କରେ। ହେ କୁକର୍ମକାରୀମାନେ, ମୁଁ ଯେପରି ଆପଣା ପରମେଶ୍ୱରଙ୍କ ଆଜ୍ଞା ସବୁ ପାଳିପାରିବି, ଏଥିପାଇଁ ମୋ ନିକଟରୁ ଦୂର ହୁଅ। ମୁଁ ଯେପରି ବଞ୍ଚିବି, ଏଥିପାଇଁ ତୁମ୍ଭ ବାକ୍ୟାନୁସାରେ ମୋତେ ଧରି ରଖ ଓ ମୋ ଭରସା ବିଷୟରେ ମୋତେ ଲଜ୍ଜିତ ହେବାକୁ ଦିଅ ନାହିଁ। ତୁମ୍ଭେ ମୋତେ ଧରି ରଖ, ତହିଁରେ ମୁଁ ଆପଦ ରହିତ ହେବି ଓ ତୁମ୍ଭ ବିଧି ସବୁ ସର୍ବଦା ମାନ୍ୟ କରିବି। ତୁମ୍ଭ ବିଧିରୁ ଭ୍ରାନ୍ତ ସମସ୍ତଙ୍କୁ ତୁମ୍ଭେ ତୁଚ୍ଛ ଜ୍ଞାନ କରିଅଛ, କାରଣ ସେମାନଙ୍କ ପ୍ରବଞ୍ଚନା ମିଥ୍ୟା। ତୁମ୍ଭେ ପୃଥିବୀସ୍ଥ ଦୁଷ୍ଟ ସମସ୍ତଙ୍କୁ ଧାତୁର ଖାଦ ପରି ଦୂର କରିଥାଅ। ଏଣୁ ମୁଁ ତୁମ୍ଭ ପ୍ରମାଣ ବାକ୍ୟକୁ ସ୍ନେହ କରେ। ତୁମ୍ଭ ଭୟ ସକାଶୁ ମୋ ଶରୀର କମ୍ପିତ ହୁଏ ଓ ତୁମ୍ଭ ଶାସନ ବିଷୟରେ ମୁଁ ଭୀତ ହୁଏ। ଅଇନ୍, ମୁଁ ନ୍ୟାୟ ଓ ଧର୍ମାଚରଣ କରିଅଛି। ମୋ ଉପଦ୍ରବୀମାନଙ୍କ ହସ୍ତରେ ମୋତେ ସମର୍ପଣ କର ନାହିଁ। ମଙ୍ଗଳ ନିମନ୍ତେ ଆପଣା ଦାସର ଲଗା ହୁଅ। ଅହଙ୍କାରୀମାନଙ୍କୁ ମୋ ପ୍ରତି ଉପଦ୍ରବ କରିବାକୁ ଦିଅ ନାହିଁ। ତୁମ୍ଭର ପରିତ୍ରାଣ ଓ ତୁମ୍ଭର ଧର୍ମମୟ ବାକ୍ୟ ନିମନ୍ତେ ମୋହର ଚକ୍ଷୁ କ୍ଷୀଣ ହେଉଅଛି। ତୁମ୍ଭ ଦୟାନୁସାରେ ଆପଣା ଦାସ ପ୍ରତି ବ୍ୟବହାର କର ଓ ତୁମ୍ଭର ବିଧି ମୋତେ ଶିଖାଅ। ମୁଁ ତୁମ୍ଭର ଦାସ, ଯେପରି ମୁଁ ତୁମ୍ଭର ପ୍ରମାଣ ବାକ୍ୟ ସକଳ ଜ୍ଞାତ ହେବି, ଏଥିପାଇଁ ମୋତେ ବୁଦ୍ଧି ଦିଅ। ସଦାପ୍ରଭୁଙ୍କର କାର୍ଯ୍ୟ କରିବାର ସମୟ ଏହି, କାରଣ ଲୋକମାନେ ତୁମ୍ଭ ବ୍ୟବସ୍ଥା ବ୍ୟର୍ଥ କରିଅଛନ୍ତି। ଏହେତୁ ମୁଁ ସୁବର୍ଣ୍ଣ ଓ ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ତୁମ୍ଭ ଆଜ୍ଞା ସମୂହକୁ ସ୍ନେହ କରେ। ଏଣୁ ମୁଁ ସବୁ ବିଷୟରେ ତୁମ୍ଭର ସକଳ ବିଧାନ ଯଥାର୍ଥ ଜ୍ଞାନ କରେ ଓ ପ୍ରତ୍ୟେକ ମିଥ୍ୟା ପଥ ଘୃଣା କରେ। ପେ, ତୁମ୍ଭ ପ୍ରମାଣ ବାକ୍ୟ ସକଳ ଆଶ୍ଚର୍ଯ୍ୟ, ଏଥିପାଇଁ ମୋ ପ୍ରାଣ
ତାହା ସବୁ ପାଳନ କରେ। ତୁମ୍ଭ ବାକ୍ୟର ବିକାଶ ଆଲୁଅ ପ୍ରଦାନ କରେ। ତାହା ନିର୍ବୋଧକୁ ବୋଧ ଦିଏ। ମୁଁ ତୁମ୍ଭ ଆଜ୍ଞାର ଆକାଂକ୍ଷାରେ ଆପଣା ମୁଖ ଫର୍ଚ୍ଚା କରି ଫିଟାଇ ପକାଇଲି। ତୁମ୍ଭେ ଆପଣା ନାମର ପ୍ରେମକାରୀମାନଙ୍କ ପ୍ରତି ଯେପରି କରିଥାଅ, ସେପରି ମୋ ପ୍ରତି ଫେର ଓ ମୋତେ ଦୟା କର। ତୁମ୍ଭ ବାକ୍ୟାନୁସାରେ ମୋ ପାଦଗତି ସଜାଡ଼ ଓ ମୋ ଉପରେ କୌଣସି ଅଧର୍ମକୁ ରାଜତ୍ୱ କରିବାକୁ ଦିଅ ନାହିଁ। ମନୁଷ୍ୟର ଉପଦ୍ରବରୁ ମୋତେ ମୁକ୍ତ କର। ତହିଁରେ ମୁଁ ତୁମ୍ଭର ବିଧାନ ସବୁ ପାଳନ କରିବି। ତୁମ୍ଭ ଦାସ ପ୍ରତି ଆପଣା ମୁଖ ପ୍ରସନ୍ନ କର ଓ ତୁମ୍ଭର ବିଧି ସବୁ ମୋତେ ଶିଖାଅ। ଲୋକମାନେ ତୁମ୍ଭର ବ୍ୟବସ୍ଥା ପାଳନ ନ କରିବାରୁ ମୋ ଚକ୍ଷୁରୁ ଜଳଧାରା ବହୁଅଛି। ସାଦେ। ହେ ସଦାପ୍ରଭୁ, ତୁମ୍ଭେ ଧର୍ମମୟ ଓ ତୁମ୍ଭର ଶାସନ ସକଳ ସରଳ। ତୁମ୍ଭେ ଧର୍ମରେ ଓ ଅତି ବିଶ୍ୱସ୍ତତାରେ ଆପଣା ପ୍ରମାଣ ବାକ୍ୟ ସବୁ ଆଜ୍ଞା କରିଅଛ। ମୋହର ଉଦ୍ଯୋଗ ମୋତେ ଗ୍ରାସ କରିଅଛି, କାରଣ ମୋହର ବିପକ୍ଷଗଣ ତୁମ୍ଭର ବାକ୍ୟ ସବୁ ପାଶୋରି ଅଛନ୍ତି। ତୁମ୍ଭର ବାକ୍ୟ ଅତ୍ୟନ୍ତ ନିର୍ମଳ, ତହିଁପାଇଁ ତୁମ୍ଭ ଦାସ ତାହା ସ୍ନେହ କରେ। ମୁଁ କ୍ଷୁଦ୍ର ଓ ତୁଚ୍ଛୀକୃତ, ତଥାପି ମୁଁ ତୁମ୍ଭର ବିଧାନ ସବୁ ପାଶୋରୁ ନାହିଁ। ତୁମ୍ଭର ଧର୍ମ ଅନନ୍ତକାଳ ସ୍ଥାୟୀ ଧର୍ମ ଓ ତୁମ୍ଭର ବ୍ୟବସ୍ଥା ସତ୍ୟ। କ୍ଲେଶ ଓ ଯନ୍ତ୍ରଣା ମୋତେ ଆକ୍ରମଣ କରିଅଛି। ତେବେ ହେଁ ତୁମ୍ଭର ଆଜ୍ଞା ସମୂହ ମୋହର ଆହ୍ଲାଦଜନକ। ତୁମ୍ଭର ପ୍ରମାଣ ବାକ୍ୟ ସକଳ ସଦାକାଳ ଧର୍ମମୟ। ମୋତେ ବୁଦ୍ଧି ପ୍ରଦାନ କର, ତହିଁରେ ମୁଁ ବଞ୍ଚିବି। କଫ। ମୁଁ ସର୍ବାନ୍ତକରଣରେ ପ୍ରାର୍ଥନା କରିଅଛି। ହେ ସଦାପ୍ରଭୁ, ମୋତେ ଉତ୍ତର ଦିଅ। ମୁଁ ତୁମ୍ଭର ବିଧି ପାଳନ କରିବି। ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି, ମୋତେ ତ୍ରାଣ କର। ତହିଁରେ ମୁଁ ତୁମ୍ଭର ପ୍ରମାଣ ବାକ୍ୟ ସବୁ ମାନିବି। ମୁଁ ଅରୁଣୋଦୟ ପୂର୍ବେ ଆର୍ତ୍ତନାଦ କଲି। ମୁଁ ତୁମ୍ଭ ବାକ୍ୟରେ ଭରସା ରଖିଲି। ମୁଁ ଯେପରି ତୁମ୍ଭ ବାକ୍ୟ ଧ୍ୟାନ କରିବି, ଏଥିପାଇଁ ରାତ୍ରିର ପ୍ରତ୍ୟେକ ପ୍ରହର ପୂର୍ବେ ମୋହର ଚକ୍ଷୁ ପ୍ରସ୍ତୁତ ହେଲା। ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋହର ରବ ଶୁଣ। ହେ ସଦାପ୍ରଭୁ, ଆପଣା ଶାସନାନୁସାରେ ମୋତେ ସଚେତ କର। ଦୁଷ୍ଟତାର ଅନୁଗାମୀ ଲୋକମାନେ ନିକଟକୁ ଆସୁଅଛନ୍ତି। ସେମାନେ ତୁମ୍ଭ ବ୍ୟବସ୍ଥାରୁ ଦୂରବର୍ତ୍ତୀ। ହେ ସଦାପ୍ରଭୁ, ତୁମ୍ଭେ ନିକଟବର୍ତ୍ତୀ ଓ ତୁମ୍ଭ ଆଜ୍ଞା ସକଳ ସତ୍ୟ। ମୁଁ ପୂର୍ବଠାରୁ ତୁମ୍ଭ ପ୍ରମାଣ ବାକ୍ୟରୁ ଜାଣିଅଛି ଯେ ତୁମ୍ଭେ ସଦାକାଳ ନିମନ୍ତେ ତାହା ସ୍ଥାପନ କରିଅଛ। ରେସ୍। ମୋହର କ୍ଲେଶ ବିବେଚନା କର ଓ ମୋତେ ଉଦ୍ଧାର କର, କାରଣ ମୁଁ ତୁମ୍ଭର ବ୍ୟବସ୍ଥା ପାଶୋରୁ ନାହିଁ। ତୁମ୍ଭେ ମୋହର ବିବାଦ ନିଷ୍ପତ୍ତି କର ଓ ମୋତେ ମୁକ୍ତ କର। ତୁମ୍ଭ ବାକ୍ୟାନୁସାରେ ମୋତେ ସଚେତ କର। ପରିତ୍ରାଣ ଦୁଷ୍ଟମାନଙ୍କଠାରୁ ଦୂରରେ ଥାଏ, କାରଣ ସେମାନେ ତୁମ୍ଭର ବିଧି ସବୁ ଅନୁସନ୍ଧାନ କରନ୍ତି ନାହିଁ। ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବହୁବିଧ। ତୁମ୍ଭର ଶାସନାନୁସାରେ ମୋତେ ସଚେତ କର। ମୋହର ତାଡ଼ନାକାରୀ ଓ ବିପକ୍ଷ ଅନେକ, ତଥାପି ମୁଁ ତୁମ୍ଭ ପ୍ରମାଣ ବାକ୍ୟରୁ ବିମୁଖ ହୋଇନାହିଁ। ମୁଁ ବିଶ୍ୱାସଘାତକମାନଙ୍କୁ ଦେଖି ଦୁଃଖିତ ହେଲି, କାରଣ ସେମାନେ ତୁମ୍ଭର ବାକ୍ୟ ମାନନ୍ତି ନାହିଁ। ମୁଁ ତୁମ୍ଭ ବିଧାନ ସବୁ କିପରି ସ୍ନେହ କରେ, ଏହା ବିବେଚନା କର। ହେ ସଦାପ୍ରଭୁ, ତୁମ୍ଭ ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋତେ ସଚେତ କର। ତୁମ୍ଭର ସମୁଦାୟ ବାକ୍ୟ ସତ୍ୟ
ଓ ତୁମ୍ଭର ଧର୍ମମୟ ପ୍ରତ୍ୟେକ ଶାସନ ନିତ୍ୟସ୍ଥାୟୀ। ସିନ୍। ଅଧିପତିମାନେ ଅକାରଣରେ ମୋତେ ତାଡ଼ନା କରିଅଛନ୍ତି, ମାତ୍ର ମୋହର ମନ ତୁମ୍ଭ ବାକ୍ୟରେ ଭୀତ ଥାଏ। କେହି ପ୍ରଚୁର ଲୁଟ୍ଧନ ପାଇବା ପରି ମୁଁ ତୁମ୍ଭ ବାକ୍ୟରେ ଆନନ୍ଦ କରେ। ମୁଁ ମିଥ୍ୟାକୁ ଘୃଣା ଓ ଅଶ୍ରଦ୍ଧା କରେ, ମାତ୍ର ତୁମ୍ଭ ବ୍ୟବସ୍ଥାକୁ ମୁଁ ସ୍ନେହ କରେ। ତୁମ୍ଭର ଧର୍ମମୟ ଶାସନ ସକାଶୁ ମୁଁ ଦିନ ମଧ୍ୟରେ 7 ଥର ତୁମ୍ଭର ପ୍ରଶଂସା କରେ। ତୁମ୍ଭ ବ୍ୟବସ୍ଥା ସ୍ନେହକାରୀମାନେ ମହାଶାନ୍ତି ପ୍ରାପ୍ତ ହୁଅନ୍ତି, ପୁଣି ସେମାନଙ୍କର ଝୁଣ୍ଟିବାର କୌଣସି କାରଣ ଘଟେ ନାହିଁ। ହେ ସଦାପ୍ରଭୁ, ମୁଁ ତୁମ୍ଭର ପରିତ୍ରାଣ ପାଇଁ ପ୍ରତ୍ୟାଶା କରିଅଛି ଓ ତୁମ୍ଭର ଆଜ୍ଞା ସବୁ ପାଳନ କରିଅଛି। ମୋହର ପ୍ରାଣ ତୁମ୍ଭ ପ୍ରମାଣ ବାକ୍ୟ ସବୁ ମାନିଅଛି ଓ ମୁଁ ତାହା ସବୁ ଅତିଶୟ ସ୍ନେହ କରେ। ମୁଁ ତୁମ୍ଭର ବିଧାନ ଓ ପ୍ରମାଣ ବାକ୍ୟ ସବୁ ମାନିଅଛି, କାରଣ ମୋହର ସବୁ ଗତି ତୁମ୍ଭ ସମ୍ମୁଖରେ ଅଛି। ତୌ ହେ ସଦାପ୍ରଭୁ, ମୋହର କାକୁକ୍ତି ତୁମ୍ଭ ନିକଟରେ ଉପସ୍ଥିତ ହେଉ। ତୁମ୍ଭ ବାକ୍ୟାନୁସାରେ ମୋତେ ବୁଦ୍ଧି ପ୍ରଦାନ କର। ମୋ ନିବେଦନ ତୁମ୍ଭ ସମ୍ମୁଖରେ ଉପସ୍ଥିତ ହେଉ। ତୁମ୍ଭ ବାକ୍ୟାନୁସାରେ ମୋତେ ଉଦ୍ଧାର କର। ମୋହର ଓଷ୍ଠାଧର ପ୍ରଶଂସା ଉଚ୍ଚାରଣ କରୁ, କାରଣ ତୁମ୍ଭେ ଆପଣା ବିଧି ମୋତେ ଶିଖାଉଅଛ। ମୋ ଜିହ୍ୱା ତୁମ୍ଭ ବାକ୍ୟ ବିଷୟ କୀର୍ତ୍ତନ କରୁ, କାରଣ ତୁମ୍ଭର ଆଜ୍ଞା ସକଳ ଧର୍ମମୟ। ମୋହର ସାହାଯ୍ୟାର୍ଥେ ତୁମ୍ଭର ହସ୍ତ ପ୍ରସ୍ତୁତ ହେଉ, କାରଣ ମୁଁ ତୁମ୍ଭର ବିଧାନ ସବୁ ମନୋନୀତ କରିଅଛି। ହେ ସଦାପ୍ରଭୁ, ମୁଁ ତୁମ୍ଭ ପରିତ୍ରାଣର ଆକାଂକ୍ଷା କରିଅଛି। ପୁଣି ତୁମ୍ଭର ବ୍ୟବସ୍ଥା ମୋହର ଆହ୍ଲାଦଜନକ। ମୋହର ପ୍ରାଣ ଜୀବିତ ଥାଉ, ତହିଁରେ ତାହା ତୁମ୍ଭର ପ୍ରଶଂସା କରିବ ଓ ତୁମ୍ଭର ଶାସନ ସକଳ ମୋହର ସାହାଯ୍ୟ କରୁ। ମୁଁ ହଜାମେଷ ପରି ବିପଥଗାମୀ ହୋଇଅଛି। ଆପଣା ଦାସକୁ ଖୋଜ, କାରଣ ମୁଁ ତୁମ୍ଭ ଆଜ୍ଞା ସକଳ ପାଶୋରୁ ନାହିଁ। ଗୁଡ୍ ମର୍ଣ୍ଣିଂ ଆଣ୍ଡ ପ୍ରେଜ୍ ଦ ଲର୍ଡ। ଆଜି ବାଇବଲ ପଠନ ଦିନ ସଂଖ୍ୟା 155, ଶୁକ୍ରବାର। ଆଜି ଆମ୍ଭେମାନେ ଗୀତ ସଂହିତା 118 ପର୍ବ ଠାରୁ 119 ପର୍ବ ପର୍ଯ୍ୟନ୍ତ ପାଠ କରିଅଛୁ। ଆସନ୍ତୁ ପଠିତ ଶାସ୍ତ୍ରାଂଶର ସାରାଂଶକୁ ବୁଝିବା ନିମନ୍ତେ ଚେଷ୍ଟା କରିବା। ସଦାପ୍ରଭୁ ପରମେଶ୍ୱର ହେଉଛନ୍ତି ପ୍ରକୃତ ଉଦ୍ଧାରକର୍ତ୍ତା ଓ ଯେଉଁମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି ସେମାନେ ପରିତ୍ରାଣ ପ୍ରାପ୍ତ ହେବେ। ଇସ୍ରାଏଲର ଚତୁଃପାର୍ଶ୍ୱର ଦେଶଗୁଡ଼ିକ ପ୍ରଭୁଙ୍କ ନାମରେ ବିନଷ୍ଟ ହେବେ ଓ ପ୍ରଭୁଙ୍କ ପ୍ରକାଶନ ପାଇଁ ତାହାଙ୍କର ଧନ୍ୟବାଦ କରିବେ। ଗୀତ ସଂହିତା 119 ଗୀତ ହେଉଛି ସବୁଠାରୁ ଦୀର୍ଘତମ ଗୀତ। ଏହି ଗୀତଟି ଏବ୍ରି ବର୍ଣ୍ଣମାଳା ବା ଅକ୍ଷରର କ୍ରମ ଅନୁସାରେ ସଜାଇ ଲେଖାଯାଇଛି ଓ ପ୍ରତ୍ୟେକ ଅକ୍ଷର ତଳେ 8 ଗୋଟି ପଦ ରହିଛି ଓ ପ୍ରତ୍ୟେକ ପଦର ପ୍ରଥମ ଅକ୍ଷର ବର୍ଣ୍ଣମାଳାର ଯେଉଁ ଅକ୍ଷର ତଳେ ଲେଖାଯାଇଛି ସେହି ଅକ୍ଷର ସହିତ ଆରମ୍ଭ ହୋଇଛି। ଅଳ୍ପ କିଛି ପଦ ବ୍ୟତୀତ ପ୍ରାୟତଃ ସମ୍ପୂର୍ଣ୍ଣ 176ଟି ପଦରେ ଈଶ୍ୱରଙ୍କ ବାକ୍ୟକୁ ସୂଚାଉଥିବା ଶବ୍ଦ ଯଥା ବ୍ୟବସ୍ଥା, ବାକ୍ୟ, ଆଜ୍ଞା, ବିଧି, ମାର୍ଗ, ନିୟମ, ଆଦେଶ, ଶିକ୍ଷା, ଚେତନା ଭଳି ଶବ୍ଦ ଗୁଡ଼ିକ ବ୍ୟବହାର କରାଯାଇଛି। ଗୀତ ସଂହିତା 119 ଗୀତର ପ୍ରତ୍ୟେକ ପଦ ଉପରେ ଉଲ୍ଲେଖ କରାଯାଇଥିବା ଶବ୍ଦ ଗୁଡ଼ିକର ବ୍ୟବହାର କରି ପରମେଶ୍ୱରଙ୍କ ବାକ୍ୟର ମହତ୍ୱକୁ ଏଠାରେ ଗୁରୁତ୍ୱର ସହିତ କୁହାଯାଇଛି। ଈଶ୍ୱରଙ୍କ ବାକ୍ୟକୁ ଆମ ଜୀବନର ଲକ୍ଷ୍ୟ କରି ଏକ ପବିତ୍ର ଓ ଧର୍ମପରାୟଣ ଜୀବନ ବଞ୍ଚିବା ପାଇଁ ଏହା ଆମ୍ଭମାନଙ୍କୁ ପ୍ରେରଣା ଓ ଶିକ୍ଷା ଦିଏ। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ଖ୍ରୀଷ୍ଟଙ୍କ ଠାରେ ଏକତ୍ର ଏହା କି ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆଜିର ପଠନରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।